ଜଗନ୍ନାଥ ଭାଇ ଭଲ କଥା ପିଲା ମନେ ରଖ। ଶ୍ରୀ ଖଣ୍ଡଗିରିରେ ବିରଜା ପ୍ରବେଶ। ବିରଜା ପ୍ରବେଶ କହିବାର ତାତ୍ପର୍ଯ୍ୟ କଣ? ଆମମାନଙ୍କୁ ଆମେ ଆଗରୁ କହିଥିଲୁ ଖଣ୍ଡଗିରି ଉପରେ ମହାପୁରୁଷ ମାନେ 5ଟି ଖଣ୍ଡଗିରିର ପ୍ରମାଣ ଦେଇଛନ୍ତି। ଅନେକ ବ୍ୟକ୍ତି ବିଶେଷ କଣ କରନ୍ତି, କହନ୍ତି ନାଇଁ 5ଟା ଖଣ୍ଡଗିରି ନୁହଁ। କିନ୍ତୁ ମହାପୁରୁଷ ନିଜେ ଲେଖିଛନ୍ତି ଅନେକ ଶାସ୍ତ୍ର ଉପରେ। ଲେଖିଛନ୍ତି କଣ? ଖଣ୍ଡଗିରି, ଗୁପ୍ତ ଖଣ୍ଡଗିରି, ଅଖଣ୍ଡଗିରି, ସିଦ୍ଧ ଖଣ୍ଡଗିରି ଏବଂ ଶ୍ରୀ ଖଣ୍ଡଗିରି। ଏଇ ଯୋଉ 5ଟି ଖଣ୍ଡଗିରି ଲେଖିଛନ୍ତି ତନ୍ମଧ୍ୟରେ ଶ୍ରୀ ଖଣ୍ଡଗିରିଟା ହଉଛି ଶ୍ରେଷ୍ଠ। ଆମ ସମସ୍ତଙ୍କ ଗୁରୁ ପଞ୍ଚ ମହାପୁରୁଷ। ତାଙ୍କ ବାଣୀକି ଯଦି ଆମେ କଦର୍ଯ୍ୟ କରିଦବା ତାହେଲେ ଆମର ଅତି ଲେମ୍ବୁ ଚୁପୁଲେ ପିତା ଯାହା, ଗୁରୁ ନିନ୍ଦା ସେଇଆ ହୁଏ। ବୁଝିହଉଛି? କାରଣ ତମେ ତ ଛୁଆ ଜାଣିନ, ଆମେ 89 ମସିହାରୁ ଏଇ ଲାଇନରେ ପଶିଲା ପରେ ଅନେକ ବ୍ୟକ୍ତି ବିଶେଷ ସମ୍ପର୍କରେ ଆସିଛୁ। ସେ ଏମିତି କହନ୍ତି, ଶେଷ ସମୟଟା ସେ ବହୁ କଷ୍ଟରେ ଯାଆନ୍ତି, ଅନୁଭବ କରନ୍ତି। ଆମକୁ ବି କହିଛନ୍ତି କେତେ ଜଣ ବ୍ୟକ୍ତି, ଆରେ ଆମେ ଜୀବନ ଆମେ କିଛି କରିନୁ, କିନ୍ତୁ ଏଇ ଗୋଟିଏ ଭୁଲ ପାଇଁ ଆଜି ଆମ ପରିସ୍ଥିତି ଏଇଆ। ଅନେକ ବ୍ୟକ୍ତି ଦେହ ଛାଡି ସାରିଲେଣି, ବହୁତ ବ୍ୟକ୍ତି ଆମେ ମିଶିଛୁ, ସେମାନଙ୍କର ଦୁଃଖ କହିଲେ ନ ସରେ। ଆଜି ବୟସ ଅଛି, ଆମେ ମାରି ନେଇ ପଳେଇବା। ବୟସ ଭାଙ୍ଗିଗଲେ ସେତେବେଳକୁ କଣ ପରିସ୍ଥିତି ହବ ରେ? ସେ ଭୁଲ କରିବା କଥା ବିଧେୟ ନୁହେଁ। ବିବେକୀ ଲୋକ, ଜ୍ଞାନୀ ଲୋକ ସଦା ସର୍ବଦା ଚେତନାଶୀଳ, ହାତେ ମାପି ଚାଖେଣ୍ଡରେ ଚାଲନ୍ତି। ଯଦି 50 ଜାଣନ୍ତି, ସେ 5 କୁହନ୍ତି 45କୁ ରଖିଥାନ୍ତି। ଆଉ ତମେ 50 ଜାଣିକି ତାକୁ 200 କରିଦବ, ସେ ଯାହା ପରିସ୍ଥିତି ହୁଏ। ସେ ଯାହା ହେଉ, ମହାପୁରୁଷ କହୁଛନ୍ତି ଯେତେବେଳେ କଳିର ଅନ୍ତିମ ପର୍ଯ୍ୟାୟ ଆସିବ, ମା ଜଗଦ୍ଧାତ୍ରୀ ବିରଜା ଦେବୀ, ବିରଜା ସ୍ଥାନ ଗୋଟେ ଯାଜପୁର, ସିଏ କଣ କରିବେ? ତାଙ୍କର କିଛି ଗୋଟେ ସତ୍ତା ଶ୍ରୀ ଖଣ୍ଡଗିରିରେ କଣ ହବ? ପ୍ରବେଶ ହବ ବା ପୂଜା ପାଇବ। ହେଲା? ଆଉ କଣ ଆସ୍ଥାନ ଛାଡିକି ପଳେଇ ଆସିବେ କି ମା? ନା, ସେଠି ମା ଥିବେ। ତାଙ୍କର କିଛି ଅଂଶ କଳା, ତାଙ୍କର ସତ୍ତା କୋଉଠି ପରିପ୍ରକାଶ ହବ? ନା ଶ୍ରୀ ଖଣ୍ଡଗିରିରେ ଗୁପ୍ତ ଭାବରେ ସେ ପୂଜା ପାଇବେ। ହେଲା? ସେଥିପାଇଁ ଆଜି ଆଲୋଚନା କରିବା ଶ୍ରୀ ଖଣ୍ଡଗିରିରେ ବିରଜା ପ୍ରବେଶ। ମହାପୁରୁଷ ଅଚ୍ୟୁତଙ୍କର ବାଣୀ। ହେଲା? ଗରୁଡ଼ ଗଳ୍ପରେ ଏ କଥା ଲିପିବଦ୍ଧ ଅଛି। ଅଚ୍ୟୁତ କଣ କହୁଛନ୍ତି? ଦ୍ୱାଦଶ ଗୋପାଳ ମାନେ ବହିଛନ୍ତି, ମହାପୁରୁଷ ବସିଛନ୍ତି। ଏଠି ଗୁରୁ ଶିଷ୍ୟ ଭିତରେ କଣ କଥୋପକଥନ ଚାଲିଛି। ହେଲା? ମହାପୁରୁଷ ଅଚ୍ୟୁତ କଣ କହୁଛନ୍ତି? ଅଚ୍ୟୁତ କହନ୍ତି ଶୁଣରେ ବୀର, ଗୌରୀ ମଣ୍ଡଳେ ବିରଜା ସ୍ଥାନ। ଆମେ ସମସ୍ତେ ଜାଣିଛେ କଣ? ବିରଜାଙ୍କର ଗୋଟେ ସ୍ୱତନ୍ତ୍ର ମଣ୍ଡଳ ଅଛି। ଅଷ୍ଟଚଣ୍ଡୀଙ୍କ ଭିତରୁ ବିରଜା ଅନ୍ୟତମ। ଇଏ କହୁଛନ୍ତି ଏଠି କଣ? ହେ ଭକ୍ତବୃନ୍ଦ, ହେ ଦ୍ୱାଦଶ ଗୋପାଳ ଶୁଣ, ବିରଜା ଯାଜପୁରରେ ଥିଲେ ମଧ୍ୟ ଗୌରୀ ମଣ୍ଡଳରେ ଗୋଟିଏ ସ୍ଥାନ ବିରଜାଙ୍କର ଅଛି। ହେଲା? କହନ୍ତି ଅଚ୍ୟୁତ ଶୁଣରେ ବୀର, ଗୌରୀ ମଣ୍ଡଳେ ବିରଜା ସ୍ଥାନ। ସ୍ଥାନ ଛାଡ଼ି କରି ମାତା ଚଳିବେ, ଶ୍ରୀଖଣ୍ଡଗିରିରେ ପୂଜା ପାଇବେ। ବୁଝିହଉଛି? ସ୍ଥାନ ଛାଡ଼ି ନା, ତାଙ୍କର ଆସ୍ଥାନର କିଛି ଅଂଶକୁ ବା ସେ ଅଂଶଟା ପରିପ୍ରକାଶ ହବ କୋଉଠି? ନା ଶ୍ରୀଖଣ୍ଡଗିରିରେ ପୂଜା ପାଇବେ। ଯାଜପୁରରେ, ପୁରୀରେ ଜଗନ୍ନାଥ ଅଛନ୍ତି ସତ୍ୟ, ପୁଣି ପୃଥିବୀ ସାରା ମଧ୍ୟ ଜଗନ୍ନାଥ ମନ୍ଦିର ଅଛି ନା ନାଇଁ?
କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟ ଜଗନ୍ନାଥ ମନ୍ଦିର ଆ ଭିତରେ ତାରତମ୍ୟ ଆକାଶ ପାତାଳ। ବୁଝି ହଉଛି? ପୁରୀ ହଉଛି ଶ୍ରୀକ୍ଷେତ୍ର, ଅନ୍ୟ ତମେ ଯେତେ ଯାହା କଲେ କଣ ଶ୍ରୀକ୍ଷେତ୍ର ସହିତ ସମକକ୍ଷ? ଯେତେ ବିମଳା ମନ୍ଦିର କରିବ, ସବୁ ମନ୍ଦିର କରିଦବ, ଜଗନ୍ନାଥ ମନ୍ଦିର କରିଦବ, ସବୁ କରିଦବ, ହେଲେ ଦ୍ୱିତୀୟ କଳ୍ପବଟ କରିପାରିବ ନା? ବୁଝି ହଉଛି? ମନୁଷ୍ୟ ବର୍ତ୍ତମାନ ସବୁ କିଛି କରିଦେବେ, ଶ୍ରୀକ୍ଷେତ୍ରରେ ଯାହା ଅଛି ଚାରିଆଡେ ସେଇଆ କରିଦେବେ, କିନ୍ତୁ ଯୋଉ କଳ୍ପବଟକୁ ବ୍ରହ୍ମା କଳ୍ପନାର ସୃଷ୍ଟି କରିଥିଲେ ଅନ୍ୟ ଜାଗାକୁ ସେ କଳ୍ପବଟ ମିଳିବ କି? ମିଳିବ ନାହିଁ। ପୁରୀ ପୁରୀ, କ୍ଷେତ୍ର କ୍ଷେତ୍ର, ଆଉ ଯୋଉଠି ହବ କଣ ମନ୍ଦିର ହେଲା। ଯାହା ହଉ ଯାଜପୁରରେ ମା ଥିବେ, କିନ୍ତୁ ତାଙ୍କର ଅଂଶ କଳା କିଛି ଶ୍ରୀଖଣ୍ଡଗିରିରେ ପୂଜା ହବ। ସେ ଶ୍ରୀଖଣ୍ଡଗିରି କୋଉଠି ନା ଗୌରୀ ମଣ୍ଡଳ ବିରଜା ସ୍ଥାନ। ଗୌରୀ ମଣ୍ଡଳ ଭିତରେ କୋଉଠି ମା ଜଗଦ୍ଧାତ୍ରୀ ବିରଜାଙ୍କର ଗୋଟିଏ ସ୍ଥାନ ହେବ, ସେଠି ସେ ପୂଜା ପାଇବେ ହେଲା। ସେ ସ୍ଥାନେ ଅନନ୍ତ ମାଧବ ଜାତ ଅଣ ଅକ୍ଷରେ ନାମ ବିଦିତ। ଯୋଉଠି ମା ବିଜେ କରିବେ ସେଠି ଅନନ୍ତ ମାଧବ ଜାତ ହେଇଥିବେ। ଜାତ ବୋଲେ ତ କଣ ଜନ୍ମ ହେଇଥିବେ। ଅଣ ଅକ୍ଷରେ ନା ନାମ ବିଦିତ, ସେ ଅଣ ଅକ୍ଷରେ ନାମକୁ ପରିଧାନ କରିଥିବେ। ଅଣ ଆୟତରେ ରହିଥିବେ ତହିଁ ହେଦି ନ ପାରିବେ ଜନବା କେହି। ଅଣ ଆୟତରେ ରହିଥିବେ, ଲୁଚିକି ରହିଥିବେ, ଘଟଗୁପ୍ତ ହୋଇଥିବ। ଆମରି ମାନଙ୍କ ପରି ସେ ପ୍ରଭୁ କୋଉଠି ଖେଳୁଥିବେ, କିନ୍ତୁ ଆମେ ମାନେ ମାୟା ଆଖିରେ ଜାଣିପାରିବା ନାହିଁ। ଜନମାନସକୁ ଗୋଚରକୁ ଆସିବେ ନାହିଁ ହେଲା। ହରି ହର କ୍ଷେତ୍ର ଲୀଳା ବିଚାର ହେତୁ ରଖିଥିବ 12 କୁମର। ହରିହର କ୍ଷେତ୍ର ଅନେକ ରହିଛି, କିନ୍ତୁ ଏଠି ସ୍ୱତନ୍ତ୍ର ଏକାମ୍ର କ୍ଷେତ୍ରକୁ, କଣ ଗୌରୀ ମଣ୍ଡଳଟା ନା, ମହାପୁରୁଷ ଏଠି ଏକାମ୍ର କ୍ଷେତ୍ରକୁ ଗୋଟେ ନିର୍ଦ୍ଦିଷ୍ଟ କରିଛନ୍ତି। ବୁଝିପାରୁଛି? ଅନନ୍ତ ମାଧବ ଲୀଳାଟା ଏକାମ୍ର କ୍ଷେତ୍ରରେ ପରିପ୍ରକାଶ ବୋଲି ଆମେ କହୁନୁ। ମହାପୁରୁଷ ତାଙ୍କ ଭବିଷ୍ୟତ ବାଣୀ କଣ କରିଛନ୍ତି? ଜନମାନସକୁ ଚେତନା ଦେଇଛନ୍ତି। କେତେ କି ନା 256 ଜଣ ନିତ୍ୟ ଭକ୍ତଙ୍କ ପାଇଁ, ଚେତୁଆ ଭକ୍ତଙ୍କ ପାଇଁ, ତାଙ୍କର ଚେତନା ଫେରିବା ପାଇଁ କି ଇଏ ବାଣୀ ଗୁଡା କଣ କଲେ? ପରିପ୍ରକାଶ କଲେ। ବୁଝିଯାଉଛି? ତେଣୁ ବିରଜାଙ୍କ ଲୀଳା ଇଏ ହଉଛି ସ୍ୱତନ୍ତ୍ର। ଜଗନ୍ନାଥ ଶ୍ରୀକ୍ଷେତ୍ରରେ ଏବଂ ଯାଜପୁରରେ ମା ରାଧିଯାତ୍ରୀ ବିରଜା ଆଙ୍କର ଏକାଙ୍ଗ ଧେଇଏ, ଏ ଭିନ୍ନ ଭିନ୍ନ ନୁହନ୍ତି। ବୁଝିଯାଉଛି? ଜଗନ୍ନାଥ ଜଗତର ରଜା ହେଲା। ଜଗନ୍ନାଥ କଣ? ଜଗତର ରଜା। ଯେମିତି ବିରଜା, ବି ବୋଲନ୍ତେ ବିଶ୍ୱ, ବିଶ୍ୱର ରଜା କିଏ? ସେ ବିରଜା। ଆଉ ଗୋଟେ ମନେ ରଖିଥାଅ, ବିରଜାଙ୍କର ଗୋଟେ ଗୁପ୍ତ ନାଁ ଅଛି। ସେ ଗୁପ୍ତ ନାଁଟା ଲୋକଲୋଚନକୁ ଆସେ ନାହିଁ। ସେ ନାଁଟି କଣ? ଗୁପ୍ତ। କିନ୍ତୁ ସେ ବିଶ୍ୱର ରଜା ହେଇଥିବା ହେତୁ ତାଙ୍କ ନାଁ ହେଲା ବିରଜା। କିଏ ନାଁ ଦେଲେ? ନା ବ୍ରହ୍ମା। ବ୍ରହ୍ମା ଯେତେ, କୋଉ ବ୍ରହ୍ମା? ବ୍ରହ୍ମା ତ ଅନେକ ରହିଛନ୍ତି ନା। ଜଗନ୍ନାଥ ମନ୍ଦିରକୁ କିଏ ଇଏ କଲେ ନା? ଇନ୍ଦ୍ରଦୁମ୍ନ କଲେ। ସିଏ ଗୋଟିଏ ବ୍ରହ୍ମା, ବ୍ରହ୍ମାଙ୍କ ଚତୁର୍ଥ ପିଢି ସିଏ। ଇଏ ସେମିତି ଯାଜପୁରରେ ଯୋଉ ବିରଜା, ସେଇ ବ୍ରହ୍ମାଙ୍କର ଗୋଟାଏ ପିଢି। ଜଣେ କିଏ? ସେ ଯୋଉ ବ୍ରହ୍ମା, ତାଙ୍କ ନାଁଟା କ୍ୟାମେରା ଆଗରେ କହିହବ ନାହିଁ, ପଛରେ ତ ମୁଁ କହିବି। ସିଏ କଣ କଲେ? ଯେତେବେଳେ ପ୍ରତିଷ୍ଠା କଲେ, ଏଠି ଯଜ୍ଞ କଲେ, ସେ ଯଜ୍ଞରୁ 2 ଜଣ ବାହାରିଲେ, ବରେ ବରାହ, ବରେ ବିରଜା। ଆଉ ପୂର୍ଣ୍ଣତୟା ବରେ ହେଲେ ବୈତରଣୀ। ବୈତରଣୀ ସେପଟରେ ଲେଖିଏ ସେ ବରାହ, ଏପଟରେ ଲେଖେ ସେ ବିରଜା।
ବିରଜା ଶକ୍ତି ହେଲେ ମଧ୍ୟ ଶକ୍ତି ସ୍ୱରୂପିଣୀ ହେଲେ ମଧ୍ୟ ସିଏ ବିଶ୍ୱର ରଜା। ବି ବୋଲନ୍ତେ ବିଶ୍ୱନାଥ, ବିଶ୍ୱର ରଜା ଯିଏ ସେ ହେଲେ ବିରଜା, ଜଗତର ନାଥ ଯିଏ ସେ ହେଲେ ଜଗନ୍ନାଥ। ତେଣୁ ଏ ଦୁଇ ନାମ ଭିତରେ ଯଦି ଆମେ ମଜିବା ବୋଧେ 40ଟା ଖଣ୍ଡେ ଏପିସୋଡ ହେଇଯିବ। ହଁ, ଏବଂ ଯାଜପୁର ନାଁ କାହିଁକି ହେଲା ସେ ଯଯାତି ବିମଳା ଉପରେ ଯଦି ଆଲୋଚନା କରାଯିବ ସେ ଗୋଟେ ବଡ ଟପିକ ହବ। ଏତିକି ମନେ ରଖ, ମୁଁ କହିବାର ତାତ୍ପର୍ଯ୍ୟ ଦିନେ ମହାମାୟା ବିନ୍ଧ୍ୟଗିରି ଆସିଲେ ତାଙ୍କର କିଛି ଅଂଶ କଳିବ ଅନ୍ତିମ ପର୍ଯ୍ୟାୟ ବେଳକୁ ଲୀଳାଖେଳା ନିମନ୍ତେ ଶ୍ରୀ ଖଣ୍ଡଗିରି କଣ ହବ ପରିପ୍ରକାଶ ହେବ ବୋଲି ମହାପୁରୁଷ ମାନେ ଆମକୁ ନିର୍ଦ୍ଦେଶନ ଦେଇଛନ୍ତି। ସେ ଯାହା ହେଉ ସେ ମା ଜଗଦ୍ଧାତ୍ରୀଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କହା ହରି ବୋଲ।